ଥରେ ଭାବିକି ଦେଖନ୍ତୁ, ଗୋଟିଏ ପଟେ ବିଶ୍ୱର ସବୁଠାରୁ ବଡ଼ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଏବଂ ଅନ୍ୟପଟେ ବିଶ୍ୱର ସବୁଠାରୁ ବଡ଼ କୋଟିପତି। କିନ୍ତୁ ସେ ଭିଡ଼ ଭିତରେ ସମସ୍ତଙ୍କ ନଜର ଅଟକିଛି କେବଳ ଜଣେ ବ୍ୟକ୍ତିଙ୍କ ଉପରେ। କିଏ ସେ ବ୍ୟକ୍ତି? କେଉଁଠି ସେ ବ୍ୟକ୍ତି ଆସିଛନ୍ତି? କିପରି ସେ ନିଜର ଭାଷାର ଯାଦୁରେ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତିଜ୍ଞଙ୍କୁ ଚୁପ୍ କରିଦେଇଥିଲେ? ଯେତେବେଳେ ସେ ନିଜର ଭାଷଣ ଦେବା ଆରମ୍ଭ କଲେ, ସାରା ହଲ୍ରେ ଶୁଭୁଥିଲା କେବଳ ଗୋଟିଏ ନାଁ, ଏବଂ ସେ ନାଁ ହେଉଛି ଆମ ରାଜ୍ୟର ନାମ ଓଡ଼ିଶା। ଆସନ୍ତୁ ଜାଣିବା ସେ ବ୍ୟକ୍ତିଙ୍କ ବିଷୟରେ, ଯିଏ ଡାଭୋସ୍ର ସେହି ବରଫାବୃତ ପାହାଡ଼ରେ ଲଗାଇ ଦେଇଛନ୍ତି ଓଡ଼ିଆ ଅଭିମାନର ନିଆଁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ସଞ୍ଜୀବ ଏବଂ ଆପଣ ଦେଖୁଛନ୍ତି ଓଡ଼ିଆ ବସ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଆମେ ଆଲୋଚନା କରିବା ସୁଇଜରଲ୍ୟାଣ୍ଡର ସେ ସହର ବିଷୟରେ, ଯେଉଁଠି ସାରା ବିଶ୍ୱର ଭାଗ୍ୟ ନିର୍ଦ୍ଧାରଣ ହୁଏ। ସେ ସହର ନାଁ ହେଉଛି ଡାଭୋସ୍, ଯେଉଁଠି ପ୍ରତିବର୍ଷ ୱାର୍ଲଡ ଇକୋନୋମିକ୍ ଫୋରମର ଏକ ଅଧିବେଶନ ଅନୁଷ୍ଠିତ ହୋଇଥାଏ ଏବଂ ସେହି ଅଧିବେଶନରେ ଯୋଗ ଦିଅନ୍ତି ବିଶ୍ୱର ସବୁଠାରୁ ବଡ଼ ବଡ଼ ଦେଶର ଅର୍ଥନୀତିଜ୍ଞ ଏବଂ ନେତାମାନେ। କିନ୍ତୁ 2026ର ଏହି ଅଧିବେଶନରେ ସବୁଠୁ ବେଶୀ ଚର୍ଚ୍ଚାରେ ଅଛନ୍ତି ଜଣେ ଓଡ଼ିଆ ଯୁବକ। ସେ ନିଜର ବୌଦ୍ଧିକ ପ୍ରତିଭାରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କ ନାମ ହେଉଛି ଅରୁଣ କର। 2016ରେ ମାତ୍ର $900 ଆରମ୍ଭ ହୋଇଥିବା ତାଙ୍କର ସଂସ୍ଥା ନେକ୍ସଟ ଗ୍ରୁପ ଆଜି 1000 କୋଟିରୁ ଅଧିକ ଟଙ୍କାର ଏକ ବିଶାଳ ସାମ୍ରାଜ୍ୟ। କ୍ୟାପ୍ଟେନ୍ ଭାବେ ସେନାରେ ଦେଶ ସେବା କରିବା ପରେ ସେ ପ୍ରଯୁକ୍ତି ବିଦ୍ୟାକୁ ନିଜର ଅସ୍ତ୍ର କଲେ। ଆଜି ସେ ବ୍ରିଟେନର ନେକ୍ସଟ ଗ୍ରୁପର ମାଲିକ। ଡାଭୋସ୍ ଠାରେ ସେ ଏକ ବିସ୍ତୃତ ଗବେଷଣା ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଯଦି ଓଡ଼ିଶା ବାରମ୍ବାର ବାତ୍ୟାକୁ ହରାଇ ବିଶ୍ୱର ବିପର୍ଯ୍ୟୟ ପରିଚାଳନା ରାଜଧାନୀ ହୋଇପାରୁଛି, ତେବେ ସେହି ସମାନ ଶକ୍ତିରେ ଓଡ଼ିଶା ବିଶ୍ୱର ସିଲିକନ୍ ଭ୍ୟାଲି ମଧ୍ୟ ହୋଇପାରିବ। ସେ ଆହୁରି ମଧ୍ୟ ଓଡ଼ିଆ ଭାଷାଭିତ୍ତିକ ସୋଭେରିନ୍ ଏଆଇର ମଡେଲ ଦେଖାଇ ବିଶ୍ୱବାସୀଙ୍କୁ ଚକିତ କରିଦେଇଛନ୍ତି। ଡାଭୋସ୍ 2026ରେ ଅରୁଣ କେବଳ ଭାଷଣ ଦେଇନାହାନ୍ତି, ବରଂ ଓଡ଼ିଶା ଉପରେ ଏକ ଡାଟା ଡ୍ରାଇଭନ୍ ରିସର୍ଚ୍ଚ ମଧ୍ୟ ଉପସ୍ଥାପନ କରିଥିଲେ। ଆସନ୍ତୁ ଆଲୋଚନା କରିବା ତାଙ୍କ ରିସର୍ଚ୍ଚର 3ଟି ମୁଖ୍ୟ ଦିଗ ସବୁ କ'ଣ ଥିଲା। ପ୍ରଥମଟି ହେଉଛି ରେଜିଲିଏଣ୍ଟ ଇକୋନୋମି। ସେ ଦର୍ଶାଇଛନ୍ତି ଯେ ଓଡ଼ିଶା କିପରି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ନିଜର ଆର୍ଥିକ ଅଭିବୃଦ୍ଧି ବଜାୟ ରଖିଛି। ସେ ଓଡ଼ିଶାକୁ ଦି ଡିଜାଷ୍ଟର ମ୍ୟାନେଜମେଣ୍ଟ କ୍ୟାପିଟାଲ ଅଫ୍ ଦି ୱାର୍ଲଡ ଭାବେ ପରିଚିତ କରାଇଛନ୍ତି। ଦ୍ୱିତୀୟରେ ହେଉଛି ସାର୍ବଭୌମ ଏଆଇ ଅର୍ଥାତ୍ ସୋଭେରିନ୍ ଏଆଇ। ଅରୁଣ ଏକ ଓଡ଼ିଆ ଲାର୍ଜ ଲାଙ୍ଗୁଏଜ ମଡେଲ ଓଡ଼ିଆ LLMର ପ୍ରେଜେଣ୍ଟେସନ ଦେଇଛନ୍ତି, ଯାହା ଆଗାମୀ ଦିନରେ ଓଡ଼ିଆ ଭାଷାରେ ଚାଷୀ ଓ ଛାତ୍ରମାନଙ୍କୁ ସିଧାସଳଖ ସାହାଯ୍ୟ କରିବ। ତୃତୀୟରେ ହେଉଛି ଟେକ୍ ହବ୍ ଭୁବନେଶ୍ୱର। ସେ ଭୁବନେଶ୍ୱରକୁ ବିଶ୍ୱର ଅନ୍ୟ ପ୍ରମୁଖ ଟେକ୍ ସିଟି ସହ ତୁଳନା କରି ଓଡ଼ିଶାକୁ ସିଲିକନ୍ ଭ୍ୟାଲି ଅଫ୍ ଦି ଇଷ୍ଟ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି। ଶେଷରେ କୁହାଯାଇପାରିବ, ସଫଳତା କେବଳ ତାଙ୍କୁ ମିଳେ ନାହିଁ ଯେ କେବଳ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତି, ବରଂ ତାଙ୍କୁ ମିଳେ ଯେ ନିଜର ମାଟି ଏବଂ ମୂଳକୁ କେବେ ଭୁଲି ପାରନ୍ତି ନାହିଁ। ତେବେ ଆମେ ମଧ୍ୟ ଆମ କର୍ମ ସାହାଯ୍ୟରେ ଓଡ଼ିଶାକୁ ଏକ ଏପରି ଉଚ୍ଚତାକୁ ନେଇଯିବା, ଯେପରିକି ସମସ୍ତେ ଆମ ପାଇଁ ମଧ୍ୟ ଠିଆ ହୋଇ କରତାଳି ମାରିବେ। ତେବେ ଏହା ଥିଲା ଆଜିର ଆମର ଏକ ଭିଡ଼ିଓ। ଦେଖା ହେବା ଅନ୍ୟ ଏକ ନୂତନ ଭିଡ଼ିଓରେ। ସେଥିପର୍ଯ୍ୟନ୍ତ ନମସ୍କାର, ଜୟ ଜଗନ୍ନାଥ।